ରାତି ଖାଇଲ କି କଣ? ହଁ ସକାଳୁ କଣ ଟିକେ ଟିକେ ଖାଇଛି ଆଉ। କଣ କରୁଛ ବେ? ଏଠି ବାବୁ ଗାଧୁଆ ହେଲା, ଟୋପା କଳା ହେଲା, ସେ ପୁରା ଫ୍ରେଶ ହେଲା, ତାକୁ ଗଡେଇଲି। ଏବେ ଏଇ ଯାକ ସବୁ ନେଇକି ରଖୁଥିଲି ପୁରା। ଓ ତାକୁ ଟୋପା କଳ କରିବା ପାଇଁ ଏଇ ସବୁ ସାମାନ ତାର ଏତିକି ସାମାନ ଆମ ବାବୁ। କଣ କଣ ରଖୁ ତା ପାଇଁ ସାମାନ ସବୁ? ଏଇଟା ଗ୍ରେପ୍ ୱାଟର, ଏଇଟା ରାଶି ତେଲ, ଏଇଟା ତାର ହିମାଲୟର ବଡି ଲୋସନ, ଆଉ ପାଉଡର ହିମାଲୟର, ଆଉ ଏଇଟା ତାର ଡାଇପର ରାସ୍ କ୍ରିମ, ଆଉ ଏଇଟା ହଉଛି ଏଇଟା କଣ କହିଲ? ସେ ଇଏ ମେଡିକାଲ ରେ ମିଳିଥାଉଛି ଏଟା। ମେଡିକାଲ ମିଳିବ ବ୍ୟାଣ୍ଡେଜ କନା। ୟା ଦ୍ୱାରା କଣ ହଉଛି କହିଲ? ମାଡ ହେଲେ ବାନ୍ଧ ନାଇଁ ମ, ତାର ଟଙ୍ଗ ସଫା ହଉଛି। ହଁ ସେଟା ପାଇଁ ଆଣିବା ପାଇଁ କହୁଥିଲେ କି? ଗଣେଶ କେତେବେଳେ ଆଣିଦେଲା? ଆଣିଦେଲେଣି ତାଙ୍କେ, ଗୋଟେ ଦିନ ହେଇଗଲାଣି। ଆଉ ଏଇଟା ନଡିଆ ତେଲ, କେତେବେଳେ କେତେବେଳେ ତା ମୁଣ୍ଡରେ ଦିଆ ହଉଛି, କେତେବେଳେ କେତେବେଳେ ମସାଜ ବି କରାହଉଛି। ଆଉ ଗୋଟେ ସ୍ପେଶାଲ ଜିନିଷ ଦେଖେଇବି, ଦେଖ ତାର ଟୁଙ୍ଗୁରୁ ଟୁଙ୍ଗୁରୁ ପାନିଆ, ଟୁଙ୍ଗୁରୁ ପାନିଆ, ଯୋଉଟାରେ କି ସେ ମୁଣ୍ଡ କୁଣ୍ଡଉଛି। ତାର ବି ଚୁଟି ଅଛି ପ୍ରବଳ ହେଲା। ଆଉ ସାଥି ଶାଗ ନ ଖାଇକି ଯଦି ଚୁଟି ଶାଗ ଖାଇଲା ପରେ ତମର କେତେ ତାର ତ ଅଣ୍ଟା ପଡିଥାନ୍ତା। ସେଇଟା ତ ମୁଁ ହେଲେ ଭାବୁଛି, ମୁଁ ଶାଗ ଟୋଟାଲି ଖାଇନି। ଦେଖ ହୋମିଓପାଥି ନା କି ମେଡିସିନ ଚାଲିଥିଲା, ତାଙ୍କ ଶାଗ ଖାଇବା ମନା ଥିଲା। ତ ସେଇଟା ପାଇଁ ମୁଁ ଆହୁରି ଶାଗ ଖାଇନି। ଖାଇଥିଲା ଆହୁରି କେମିତି ଏବେ ଗଡେଇଲି, ଧରିଥିଲି, ଏବେ ଗୋଡ ଗୋଡ କେଁ। ଆର ହିମାଳୟର କଣ କଣ ଅଛି? ହିମାଳୟର ଇଏ ବଡି ମସାଜ ଆଉ ଡାବର ଲାଲ ତେଲ। ଏଇଟା ଆମର ତିନିଟା ଯାକ ପିଲାକୁ ୟୁଜ ହେଇଛି। କୋଉଟା କହିଲ? ଡାବର ଲାଲ ତେଲ। ଏଇଟା ମିଷ୍ଟି, ଡିପ୍ସି ଆଉ ରେହାନକୁ ବି ଏଇଟା 3 ଜଣ ଯାକୁ ୟୁଜ ହଉଛି। ମାନେ କେତେ ପୁରୁଣା ଭାବ। ନା ଆଗରୁ ଏଇଟା ମିଷ୍ଟିକ ୟୁଜ ହବାର ବେଶୀ ଟା। ଯେ ମିଷ୍ଟର ଗୁଡକୁ ମୁଁ ଜନସନ ବେବି ୟୁଜ କରୁଥିଲି, କିନ୍ତୁ ଏବେ ସମସ୍ତେ କହିଲେ ଯେ ଜନସନ ବେବି ବ୍ୟାନ୍ ହେଇଯାଇଛି। ବେଟା ମୋ ବେଟା ଜନସନ ବେବି ବ୍ୟାନ୍ ହେଇଯାଇଛି। ଏଇଟା ସତ ନା ମିଛ ମୁଁ ତ ଜାଣିନି, ମାତ୍ର ମୁଁ ହେଲେ ଡରିକି ବନ୍ଦ କରିଦେଲି। ଆଉ ମୁଁ ଆଣିବି ଥିଲି, ଦେଖ ଜନସନ ବେବି ସାବୁନ ବି ଅଛି, କିନ୍ତୁ ସେମିତିକା ଅଛି ସେଟା। କଟେ ଖୋଲିଥିଲି ଗୋଟେ ସାବୁନ, ସେଟା ଏଇ ଆଇ ଭିତରେ ପଡିଛି। ଡରିକି ଆଉ ଲଗେଇଲିନି, କାଳେ ପିଲା କଣ ହେଇଯିବ ବୋଲି। ଚାଲ ଖାଇବା, ଚାଲ ଖାଇବା ପରେ ଥ ମୋର ଆଉ ଗୋଟେ କାମ ଅଛି। କଣଟା? ଆଉ ମୋର ଗେମ୍ ଖେଳିବା ଟାଇମ ହେଇଗଲାଣି। ଜୁଆରିଆଣି ହେଇଯିବ। ଜୁଆରିଆଣି ନାଇଁ, ଦେଖ ଏବେ ଯଦି ଫାଲତୁ ଟାଇମ ୱେଷ୍ଟ